ଏଇ ପାମ୍ପଡ଼ଟା ଦେଖିପାରୁଛନ୍ତି, ଏଇଟା ହେଉଛି ଚାଉଳ ଆଳୁ ଦେଇକି ତିଆରି କରାହେଇଛି। ବନେଇବା ତ ବହୁତ ହି ସହଜ ଆଉ ଟେଷ୍ଟ ବି ବଢ଼ିଆ ଆର। ଏଇଠି ଦେଖନ୍ତୁ ଛଣା ହେଇସାରିଲା ପରେ ଏଇଟା ଅନେକ ହେଇଯାଏ। ଆବାଜଟା ଶୁଣୁଛନ୍ତି, ବହୁତ ବଢ଼ିଆ କଡ଼କଡ଼ ଆବାଜ। ତେଲକୁ ଟିକେ ଭଲ କିନା ଗରମ କରିକି ଏଇଟାକୁ ପକାଇଦେବେ। ତାହେଲେ ଇଏ ଦେଖନ୍ତୁ ଛୋଟ ଛୋଟ ପକାଇଦେଲେ ବି କେତେ ବଡ଼ ବଡ଼ ହେଇକିରି ଏଇଟା ଫୁଲି ଯାଉଛି। ଗୋଟେ କପ୍ ଚାଉଳରୁ କରିବ ଯଦି ପୁଳାଏ ଖଣ୍ଡ ପାମ୍ପଡ଼ ହେଇଯିବ। ଚାଲ ତାହେଲେ ଏଇଟା ଦେଖିବା ସହଜରେ ଆମେ ଏଇଟାକୁ କେମିତି ବନେଇ ପାରିବା। ନମସ୍କାର, ମୋ ଚ୍ୟାନେଲରେ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ଏଇଠି ମୁଁ ମିଡ଼ିୟମ୍ ସାଇଜ୍ର 2ଟା ଆଳୁ ନେଇଲି। ଚୋପା ଛଡ଼େଇକିରି ଭଲ ଭାବରେ ଧୋଇକିରି ଛୋଟ ଛୋଟ କାଟି ଦେଇଛି। କାଟିକିରି ଏଇଠି ପାଣି ଭିତରେ ଆମେ ଗ୍ରେଟ୍ କରିବା। ଅନେକ ଲୋକ କହିବାର ମୁଁ ଶୁଣିଛି ଯେ ଆଳୁ ପାମ୍ପଡ଼ ବନେଇଲେ କଳା ପଡ଼ିଯାଏ, କିନ୍ତୁ ଏଇ ପ୍ରୋସେସ୍ରେ ଯଦି କରିବ ତାହେଲେ ବିଲକୁଲ କଳା ପଡ଼ିବ ନା। ପ୍ରଥମେ ଗୋଟେ ତାଟିଆରେ କିଛି ପାଣି ନେଇ ନେବ, ତାପରେ ତା ଉପରେ ଗ୍ରେଟର ରଖି ଗ୍ରେଟ୍ କରିନେବ। ଇଏ ଦେଖନ୍ତୁ ଏତେ ଗୁଡ଼େ ଆଳୁ ମୁଁ ଗ୍ରେଟ୍ କଲା ପରେ ଭଲ ଭାବରେ 2-3 ଥର ଧୋଇଦେବ, ନହେଲେ ତା ଭିତରେ ଷ୍ଟାର୍ଚ ଗୁଡ଼ା ରହିଯିବ। ତାପରେ ଭଲ କରିକି ଆମେ ଏଇଟାକୁ ଚିପୁଡ଼ି ଦେବା। ଚିପୁଡ଼ିକି ଗ୍ରାଇଣ୍ଡର ଜାରରେ ପୁରେଇ ଦେବା। ଟିକେ ପାଣି ଦେଇ ଏଇଟାକୁ ଗୋଟେ ଭଲ ପେଷ୍ଟ ବନେଇଦେବା। ପେଷ୍ଟ ବନେଇ ସାରିଲା ପରେ କଢ଼େଇ ଉପରେ ଆମେ ଗୋଟେ ତାଟିଆରେ ଏଇ ଯେଉଁ ପେଷ୍ଟଟାକୁ ଆମେ ମାପିବା। ଏ ତାଟିଆରେ ଗୋଟେ ତାଟିଆ ଆଳୁ ପେଷ୍ଟ ହେଲା। ଏଇଟାକୁ ଆମେ କଢ଼େଇ ଭିତରେ ଢାଳିଦେବା ଆଉ 2 ତାଟିଆ ପାଣି ଦେବା। ଗ୍ରାଇଣ୍ଡରକୁ ଟିକେ ଧୋଇକି ପାଣି ଆ ଭିତରେ ଢାଳିଦେବା, କାରଣ ଗ୍ରାଇଣ୍ଡରରେ ଅନେକ ଗୁଡ଼ା ଲାଗିଛି। ଏଇଟାକୁ ଆମେ ଲଗାତାର ଚଲେଇବା ଆଉ ଅଳ୍ପ ଆଞ୍ଚରେ ଚଲେଇବା। ଏଇଟା ଶୁଦ୍ଧ ଆଳୁ ଟିକେ ଲାଲ ପଡ଼ିବାର ସମ୍ଭାବନା ଥାଏ, କିନ୍ତୁ ମୁଁ ଭାବୁଛି ଏଇଟା ପଡ଼ିବ ନା ବୋଲି। 2ରୁ 3 ମିନିଟ୍ ପରେ ଇଏ ଦେଖନ୍ତୁ ଏଠି ପୁରା ଗାଢ଼ ହେଇଗଲାଣି। ଏଇ ସମୟରେ ଆମେ ଆଉ ଟିକେ ପାଣି ଆ ଦେହରେ ଦେଇଦେବା। ତାମାନେ ଏଇଠି ମୁଁ 2.5 ତାଟିଆ ପାଣି ଦେଲି ଆଉ ପାଣି ଦେଇକିରି ଆକୁ ଭଲ ଭାବରେ ଗୋଳେଇବା। ଏଇଟା ଯେପର୍ଯ୍ୟନ୍ତ ହେଉଛି ଆମେ ଆଉ ଗୋଟେ କାମ କରିବା। ଚାଲ ଏଇ ତାଟିଆରେ ମାପିକିରି ଆମେ ଗୋଟିଏ ତାଟିଆ ଚାଉଳ ଅଟା ନେବା। 2ଟା ଜିନିଷ ଯଦି ମିଶେଇକିରି ବନେଇବା ତାହେଲେ ଟେଷ୍ଟଟା ବେଶୀ ଭଲ ଲାଗିବ। ଏଇଟାକୁ ଗୋଟେ ବଡ଼ ଜାଗାରେ ଆମେ ଓଜାଡ଼ି ଦେବା। ଯେମିତି ମୁଁ ଏଇ ତାଟିଆଟାରେ ଓଜାଡ଼ି ଦେଲି। ଓଜାଡ଼ିଲା ପରେ ଏଇଠି ଆମେ ପାଣି ଢାଳିବା। ଏଇଠି ମୁଁ ଗୋଟେ ତାଟିଆ ଚାଉଳ ଅଟା ପାଇଁ 2 ତାଟିଆ ପାଣି ଢାଳିବି। ସେଇଥିପାଇଁ ମୁଁ ଏ ତାଟିଆଟାରେ ମାପିକି ନେଲି, ନହେଲେ ମୁଁ ଡାଇରେକ୍ଟ ବଡ଼ ତାଟିଆରେ ବି ଢାଳି ପାରିଥାନ୍ତି। ଏଇ ମାପଟା ବହୁତ ଜରୁରୀ। ମାପଟା ଯଦି ନେବା ତାହେଲେ ଆମକୁ କିଛି ଅସୁବିଧା ହେବନି। ଏଇ ପ୍ରଥମେ ଏଇ ତାଟିଆରେ ଚାଉଳ ଅଟା ଆଉ ପାଣି 2ଟାଙ୍କ ମିଶେଇ ଭଲ ଭାବରେ ଗୋଳେଇ ଦେବା, ଯେମିତି ତା ଭିତରେ ଗୋଟାଏ କରି ଲମ୍ପସ୍ ରହିବ ନା। ଆଉ ଦେଖ ଗୋଳେଇ ସାରି ଭଲ ଭାବରେ ଆମେ ନେଇକିରି ଏଇ ଯେଉଁ କଢ଼େଇରେ ଯେଉଁ ଆଳୁଟା ଆମେ ଗରମ କରିଥିଲୁ ସେଟା ଟିକେ ଟାଇଟ୍ ହେଇଗଲାଣି। ତା ଭିତରେ ଆମେ ଏଇ ଚାଉଳ ଅଟା ପାଣିଟାକୁ ଢାଳିଦେବା। ଧୀରେ ଧୀରେ ଗୋଳେଇବା, ଧୀରେ ଧୀରେ ଢାଳିବା, ନହେଲେ ଲମ୍ପସ୍ ପଡ଼ିଗଲେ ଅସୁବିଧା ହେବ। ଆଉ ଏଇ ସମୟରେ ଆମେ ଗ୍ୟାସ୍ଟାକୁ ଟିକେ ମିଡ଼ିୟମ୍ ରଖିବା। ଗୋଟେ ଚାମଚ ଏଠି ଲୁଣ ପକାଇବା। ଏଇଠି ମୁଁ ଗୋଟେ ଚାମଚ ଲୁଣ ପକାଇଲି ଆଉ ଲୁଣଟାକୁ ବି ଭଲ ଭାବରେ ଗୋଳେଇ ଦେବା। ଇଏ ଦେଖନ୍ତୁ ଏଇଠି ବହୁତ ଜଲ୍ଦି ଏଇଟା ନା ଗାଢ଼ା ହେଇଯାଉଛି, ତ ସେଇଥିପାଇଁ 10 ମିନିଟ୍ ପରେ ଆମେ ଗ୍ୟାସ୍ଟା ବନ୍ଦ କରିକି ଏଇ କାମ କରିପାରିବା। ଇଏ ଦେଖନ୍ତୁ ଆ ଉପରେ ଗୋଟେ ଚିକ୍ ଚିକ୍ ପରିକା ପଳେଇ ଆସିବ ଆଉ ପୁରା ଗାଢ଼ା ହେଇଯାଇଥିବ। ଯଦି ତୁମକୁ ଆଉ ଟିକେ ପାଣିଆ କରିବାକୁ ଇଚ୍ଛା ତାହେଲେ ଆଉ ଟିକେ ଆଗରୁ ଓହ୍ଲେଇ ପକାଇବ। ଆଉ କ'ଣ, ଏଇଟାକୁ କରିବାକୁ ମୋତେ 8ରୁ 9 ମିନିଟ୍ ସମୟ ଲାଗିଲା। ଆଉ ଏଇଟା ଯଦି ଆପଣଙ୍କୁ ଲାଗୁଥିବ ଯେ ବେଶୀ ଗାଢ଼ା ହେଇଯାଇଛି ତାହେଲେ ଗରମ ପାଣି କରି ଟିକେ ଦେଇପାରନ୍ତି। ଏଇଠି ଦେଖିପାରୁଥିବେ ମୁଁ ଟିକେ ଗରମ ପାଣି ଦେଇଦେଲି ଆଉ ଆର ଯେଉଁ କନସିଷ୍ଟେନ୍ସିଟା ବହୁତ ହି ବଢ଼ିଆ ହେଇଗଲା। ଏଇଟା କ'ଣ ହୁଏ, ଥଣ୍ଡା ହେଇଗଲା ପରେ ଆଉ ଟିକେ ଗାଢ଼ା ହେଇଯାଏ। ସେଇ ଯୋଗୁଁ ଟିକେ ଗରମ ପାଣି ପାଖରେ ରଖିଥିବ, ଯଦି ଦରକାର ପଡ଼େ ଦେଇଦେବ। ଦେଇକିରି ଲଗାତାର ଚଲେଇବ ଆଉ ଗ୍ୟାସ୍ର ଫ୍ଲେମ୍ଟା ଟିକେ କମ୍ କରିଦେବ। ଏଇଠି ମୁଁ 10 ମିନିଟ୍ ପାଇଁ ଆକୁ ଥଣ୍ଡା କରିବାକୁ ରଖିଥିଲି। ଏବେ ପୁରା ଥଣ୍ଡା ହେଇଗଲାଣି। ମୁଁ ଗୋଟେ ଗ୍ଲାସ୍ରେ ଗୋଟେ ପଲିଥିନ୍ ଲଗାଇ ଦେଇଛି। ଲଗାଇ ଦେଇକି ତା ଦେହରେ ଏଥିରୁ 1ରୁ 2ଟା ଚାମଚ ପୁରେଇ ଦେବା। ମୁଁ ଏଇଠି ଗୋଟେ ତେଲ ପଲିଥିନ୍ ନେଇଛି। ଆଉ ତୁମ ପାଖରେ ଯଦି ଅନ୍ୟ ପଲିଥିନ୍ ଥାଏ ତାହେଲେ ସେଇଥିରେ ପୁରେଇଲେ ବି ଚଳିବ। ଏଇଥିରେ ମୁଁ 2 ଚାମଚ ପୁରେଇ ଦେଲି। ପୁରେଇଲା ପରେ ଏଇଟା ଉଠେଇ ଦେବ। ଉଠେଇକିରି ଏଇଠି ଗୋଟେ ଇଲାଷ୍ଟିକ୍ ଦେଇ ଏଇଟାକୁ ବାନ୍ଧି ଦେଇପାର। ଦେଖ ଗ୍ଲାସ୍ରେ ଖୁବ୍ ବି ସୁନ୍ଦର ମଞ୍ଜାର ହେଇଯିବ। ଏଇଟା ଦେଖି ଗୋଟେ କୋନ୍ ପରିକା ଆମେ ତିଆରି କରିଦେଇପାରିବା। ଆଉ ଆଗଟାକୁ ଆମେ ଗୋଟେ କଇଁଚି ଦେଇ କାଟିଦେବା। କାଟିଦେଲେ ଆମର ଯଦି ମୋଟା ମୋଟା ପାମ୍ପଡ଼ ଦରକାର ଥିବ ତାହେଲେ ବଡ଼ କରି ଫୁଟଟା କରିଦେବା, ନହେଲେ ଛୋଟ କରି କାଟିବା। ଏଇଠି ମୁଁ ଗୋଟେ ପ୍ଲାଷ୍ଟିକ୍ ସିଟ୍ ନେଇଛି ଆଉ ତାପରେ ଟିକେ ତେଲ ପକାଇ ଦେଇଛି। ତେଲଟାକୁ ଭଲ ଭାବରେ ଚାରିଆଡ଼େ ଘଷି ଦେବା।
जो भी तेल घरे यूज कर तेल देके कर जरीटा उपरे आम भल करिकी तेलटा को मालिश करदबा। आ जदि खोला जगह थाए छात उपरे ताले एटा को डायरेक्ट सेठी बसिकी कले भी बढ़िया हम जमी आम बढ़ी पारू जाइकरी खरार बसिकी सेमती कले भी बढ़िया हम। ये जमी इच्छा सेमती कर मुझे गोल गोल करी चक्री परिका करुच्ची आते बड़ पार कर किंतु बेसी बड़ मु करूनी। आ भितर जदि टिके भी मोटा लम्प्स थी ताले करने को असुविधा हम। एटाक एकाथर अनेक गुड़े कर चट चट करके कहीं कोन तैयारी कर कोन जदि यही बैटरटा शेष हो आउ थे पूरे दब जेकोसी लोक यहाँ बन पारे 5 मिनट 10 मिनट लगे। आलू आ चाउल दीटाक मिसाई जदि पार तादर मसला भी दे पार किंतु मुझे किसी मसला मिसे नहीं। ये हम पूरा एका परिका अनेक गुड़े पांपड़ कर ये देखो मु अनेक गुड़े करदे गोटे ताटिया चाउल गुंड आ 2टा आलू रे देखो केते पांपड़ आम तैयारी कर आपको भल कर खरार सुखेकरी जदि आम डबार बंद कर रखीदबा तो अनेक दिन पर्यंत खाईपर आमको दरकार भी पड़बनी जे बारंबार यहाँ तैयारी कर वर्ष सारा यहाँ रहिबो किंतु भल कि खरार सुखेबा दरकार। यहाँ मुझे पंखा तले करुच्ची किंतु गोटे दिन मुझे खरार देवी कौन सी प्रकार मेसीन मोल्ड आमको दरकार पड़ेनि आम हाथ में एमती कर 2 ରୁ 3 दिन आमको लगे यहाँ सुखेबा जदि डायरेक्ट खरा पड़ू थाए ताले 2 दिन भी सुखी जाई पारे। ये देखो मु 3 दिन पर यहाँ तोली तोला पर यहाँ यहीपरिका सुखी जाइए भल भाव ही सुखी किसी खराब है नहीं किंतु अनेक गुड़े पांपड़ भांगी जाइए। एबे यहाँ को आम छाणिकी देखा तेलटा को भल कि गरम करवा आधुरी किछिटा पांपड़ आम पकईदबा। ये देखो पकेला मात्रे केते बड़ बड़ हो फुलीगला ना मु आधरे सोडा पकई ना पांपड़ खार पकई किसी भी पकईनी खाली आलू रे भी एमती बड़ बड़ हो फुली जाऊँ खूब ही सुंदर फुलुची खाइबा को खूब ही बढ़िया लगे। गोटे थर बनईकी देखु न बनइले जानीपर ना आईटा जब खरार भल भाव सुखी नल भल कर फुलब ना तेणु खरार आगे भल भाव सुखेब पंखा तले भी ये सुखीज किंतु टिके टाइम लगे से खरार गोटे दिन दबा निहाती जरूरी। जदि बेसी दिन पर्यंत स्टॉक कर रखा चाहती खरार निश्चय देवे। 2टा आलू आम अनेक गुड़े पांपड़ छाणी पार आउ ये पांपड़टा खाइबा खूब टेस्टी हम कारण 2टा जिनस हाथ में मिलाही मुझे भांगिकी देखा देखो यार आवासटा केते बढ़िया। चिप्स न किणिकी ये जदि छाणिकी देदेव ताले पिलामाने चिप्स खोजे ना। आशा करछि वीडियोटा निश्चय भल लगे आ भल लगे गोटे थर बनईकी जरूर खातु कमेंट गोटे करेंगे कौटू देखुं निश्चय लिखिए। पुणी मिलवा से पर्यंत भलरे रुहतु। नमस्कार।